ଅଛି କଳିଙ୍ଗ ଦୁର୍ଗା ପୂଜା କଥା। कौन कहबे चलित वर्ष पूजा केମିତି କ'ଣ ଆକର୍ଷିତ ହୁଏ କ'ଣ ବ୍ୟବସ୍ଥା ଏବଂ ତୋରଣର ସଦୃଶ କ'ଣ ରହିଛି ଦେଖନ୍ତୁ ଚଳିତ ବର୍ଷ ଶାରଦୀୟ ଦୁର୍ଗା ପୂଜାକୁ ସରସ ସୁନ୍ଦର କରିବା ପାଇଁ ଆମ କଳିଙ୍ଗ ଦୁର୍ଗା ପୂଜା କମିଟି ତରଫରୁ ସବୁ ପ୍ରକାର ପ୍ରୟାସ ଜାରି ରହିଛି। ସେହି ପରିପ୍ରେକ୍ଷୀରେ ଆମେ ଚଳିତ ବର୍ଷ ଆମର ତୋରଣଟା ଯେଉଁଟାକି ମୁଖ୍ୟ ଆକର୍ଷଣ ଥାଏ ଶ୍ରଦ୍ଧାଳୁମାନଙ୍କର, ଆମେ ତୋରଣକୁ ଆମେ ଗୋଟେ ଥିମ୍ ନେଇଛୁ, ଯେଉଁଟା ଲସ୍ ଭେଗାସ୍ ଗୋଟେ ଲାଇଟ୍ ଶୋ କରାଯାଇଥିଲା। ସେଥିରେ କାଇନେଟିକ୍ ଓଲ୍ ଆପଣ ଦେଖିପାରିବେ ବି ୟୁଟ୍ୟୁବ୍ ଦେଖିପାରିବେ। ତାକୁ ଆମେ ପ୍ରତିପାଦ୍ୟ କରିବା ପାଇଁ ଚେଷ୍ଟା କରିଛୁ, ଯାହାକି ଆମର କାରିଗରମାନେ ବାହାରୁ ଆସିଛନ୍ତି ତାକୁ କାର୍ଯ୍ୟ କରୁଛନ୍ତି। ତା ସହିତ ଆମେ ଅହମ୍ମଦାବାଦ ପ୍ଲେନ୍ କ୍ରାସ୍ର ଗୋଟେ ଗେଟ୍ କରିଛୁ। ତା ସହିତ ଅପରେସନ୍ ସିନ୍ଦୁର ଗୋଟେ ଥିମ୍ କରିଛୁ। ତା ସହିତ ଆମେ ଆଉ ଟିକେ ଲୋକମାନେ ଯେତେବେଳେ ବୁଲନ୍ତି, ବୁଲିଲା ପରେ ଆମେ ରାତିରେ ମେଢ଼ ଦେଖିଲା ପରେ ଲୋକଙ୍କୁ ଆହୁରି ମନୋରଞ୍ଜନ ଆଣିଦେବା ପାଇଁ ଆମେ ଅପେରା ଆୟୋଜନ କରିଛୁ। ସବୁ ପ୍ରକାର ବ୍ୟବସ୍ଥା ଆମେ କରିଛୁ, ଯାହାଦ୍ୱାରା କି ଦର୍ଶକମାନେ ଶ୍ରଦ୍ଧାଳୁମାନେ ଆସି ମାଆଙ୍କର ଦର୍ଶନ କରିବା ସହିତ ଏଠି ମାଆଙ୍କର ଆଶୀର୍ବାଦ ନେବେ ଏବଂ ଅଷ୍ଟମୀ ଦିନ ଏବଂ ଦଶମୀ ଦିନ ମଧ୍ୟ ପ୍ରସାଦ ସେବନ ଅହର ଦିନ ରାତି ପ୍ରସାଦ ସେବନ ବ୍ୟବସ୍ଥା ରହିଛି। ତା ସହିତ ଆମେ ସରକାରଙ୍କର ସବୁ ପ୍ରକାର ଗାଇଡ଼ଲାଇନ୍ କି ମାନି ଆମେ ପୂଜାକୁ ସମ୍ପନ୍ନ କରିବା ପାଇଁ ଆମେ ଚେଷ୍ଟା କରୁଛୁ। ଆମେ ବିଶେଷ ଭାବରେ ଯେମିତି ଆମର ସମ୍ପାଦକ କହିଲେ, ଆମ ଯେଉଁ ଶ୍ରଦ୍ଧାଳୁମାନେ ଆସିଥାନ୍ତି, ବୃଦ୍ଧମାନେ ଆସିଥାନ୍ତି, ଯେଉଁମାନେ ଦର୍ଶନ କରିବାର ସୁଯୋଗ ପାଇନଥାନ୍ତି, ଆମେ ତାଙ୍କ ପାଇଁ ହୁଇଲ୍ ଚେୟାର ବ୍ୟବସ୍ଥା କରିଛୁ। ତା ସହିତ ମହିଳା ଦର୍ଶକମାନଙ୍କ ପାଇଁ ଆମେ ମହିଳା ଆମ ସୁରକ୍ଷାକର୍ମୀ ରଖିବୁ, ତାଙ୍କୁ ଦର୍ଶନ ସୁବିଧା କରିବା ପାଇଁ। ତା ସହିତ ଆମେ ରାତିରେ ଯେଉଁମାନେ ଆସୁଛନ୍ତି ଆମର ପାର୍କିଂ ସମାଜ ଆମର ଭସାଣୀ ଯେଉଁ